ପୂଜା ଘରେ ଅଛି କି ଏହି ସବୁ ମୂର୍ତ୍ତି? ବହୁତ ଖତରନାକ, ଶୀଘ୍ର ବାହାର କରିଦିଅନ୍ତୁ। ନମସ୍କାର ବନ୍ଧୁଗଣ, ଆମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ହିନ୍ଦୁ ଧର୍ମରେ ଦେବାଦେବୀଙ୍କ ପୂଜାର୍ଚ୍ଚନାକୁ ବହୁତ ଗୁରୁତ୍ୱ ଦିଆଯାଇଥାଏ। ପ୍ରତ୍ୟେକ ହିନ୍ଦୁ ପରିବାରରେ ଘରେ ନିଶ୍ଚିତ ରୂପେ ଗୋଟେ ପୂଜା ଘର ରହିଥାଏ। ସେହି ଘରେ ବିଭିନ୍ନ ପ୍ରକାର ଦେବାଦେବୀଙ୍କ ପ୍ରତିମା ଏବଂ ଛବି ରଖି ପୂଜାର୍ଚ୍ଚନା କରାଯାଏ। କିନ୍ତୁ ବନ୍ଧୁଗଣ, ପୂଜା ଘରେ ଭୁଲରେ ମଧ୍ୟ ଏହିସବୁ ମୂର୍ତ୍ତି ରଖନ୍ତୁ ନାହିଁ, ନଚେତ ଆପଣ ବର୍ବାଦ ହୋଇଯାଇପାରନ୍ତି। ଯଦି ଏହିସବୁ ମୂର୍ତ୍ତି ଘରେ ଅଛି, ତେବେ ଆଜି ହିଁ ବାହାର କରିଦିଅନ୍ତୁ ଏବଂ ତାହାକୁ କୌଣସି ମନ୍ଦିର କିମ୍ବା ଅନ୍ୟ ଜାଗାରେ ରଖିଦିଅନ୍ତୁ, ନଚେତ ଆପଣଙ୍କର ଅନେକ କ୍ଷତି ହୋଇପାରେ ଏବଂ ପୂଜାରେ ଓଲଟା ଫଳ ମିଳିପାରେ। ତେବେ ଆସନ୍ତୁ ସେହି ସବୁ ମୂର୍ତ୍ତି ବିଷୟରେ ଜାଣିବା। ବନ୍ଧୁଗଣ, ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିପାରିବ। ଭିଡ଼ିଓ ଶେଷ ହେବା ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଲେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ବନ୍ଧୁଗଣ, ଘରର ପୂଜା ଘର ସର୍ବଦା ଈଶାନ୍ୟ କୋଣରେ ରହିବା ଉଚିତ। ଏହାଦ୍ୱାରା ସର୍ବଦା ଘରେ ସକାରାତ୍ମକ ଉର୍ଜାର ବାସ ହୋଇଥାଏ। ସେଠାରେ କେବେ ବି ଏହିସବୁ ମୂର୍ତ୍ତି ରଖନ୍ତୁ ନାହିଁ, କାରଣ ପୂଜା ଘର ସକାରାତ୍ମକ ଉର୍ଜାର ଗୋଟିଏ ମାତ୍ର କେନ୍ଦ୍ର। ନଟରାଜ ଶଙ୍କରଙ୍କ ମୂର୍ତ୍ତି, ଏହାର ଅର୍ଥ ହେଉଛି ତାଣ୍ଡବ ନୃତ୍ୟ କରୁଥିବା ଭଗବାନ ଶିବଙ୍କର ରୂପ, ଯାହା ଭଗବାନ ଶିବ ତାଣ୍ଡବ ନୃତ୍ୟ କରୁଥିବା ସମୟରେ ନଟରାଜ ଭଳି ହୋଇଯାଇଥିଲେ। ଭଗବାନ ଶିବ ରାଗିଗଲେ ତାଣ୍ଡବ ନୃତ୍ୟ କରିଥାନ୍ତି। ସେଥିପାଇଁ ଏହି ମୂର୍ତ୍ତିକୁ ଘରେ ରଖନ୍ତୁ ନାହିଁ, ନଚେତ ଘରେ ତାଣ୍ଡବ ହୋଇପାରେ, ଘରେ ଝଗଡ଼ା ହୋଇପାରେ। ସେଥିପାଇଁ ଏହି ମୂର୍ତ୍ତିକୁ କେବେ ବି ପୂଜା ଘରେ ରଖନ୍ତୁ ନାହିଁ। ମା କାଳୀଙ୍କ ରୂପ, ଯେତେବେଳେ ରାକ୍ଷସମାନଙ୍କୁ ଧ୍ୱଂସ କରିବା ପାଇଁ ମା ଦୁର୍ଗା କାଳୀ ରୂପ ନେଇଥିଲେ, ସେତେବେଳେ ସେ ବିଧ୍ୱଂସ ରୂପ ଧାରଣ କରିଥିଲେ। ଯେଉଁ ସମୟରେ କି କାଳୀ ମା ଅତ୍ୟନ୍ତ କ୍ରୋଧିତ ଅବସ୍ଥାରେ ଥିଲେ, ତେଣୁ ଏହି ମୂର୍ତ୍ତିକୁ ଘରର ପୂଜା ସ୍ଥାନରେ ରଖନ୍ତୁ ନାହିଁ। ଶନିଦେବଙ୍କ ମୂର୍ତ୍ତି, ଏମିତିରେ ତ ଦୁନିଆରେ ସମସ୍ତେ ଶନିଦେବଙ୍କୁ ନ୍ୟାୟବାନ ଦେବତା ଭାବରେ ମାନିଥାନ୍ତି, କିନ୍ତୁ ଶନିଦେବଙ୍କ ପତ୍ନୀ ତାଙ୍କୁ ଅଭିଶାପ ଦେଇଛନ୍ତି କି ଆପଣଙ୍କ ଦୃଷ୍ଟି ଯାହା ଉପରେ ପଡ଼ିବ ସେ ବିନାଶ ହୋଇଯିବ। ସେଥିପାଇଁ ଯଦି ଶନିଦେବଙ୍କ ମୂର୍ତ୍ତି କିମ୍ବା ଫଟୋ ଘରେ ରଖିଛନ୍ତି, ତେବେ ତାହାକୁ ଆଜି ହିଁ ଘରୁ ବାହାର କରିଦିଅନ୍ତୁ। ଭୈରବନାଥଙ୍କର ମୂର୍ତ୍ତି, ଭୈରବନାଥଙ୍କୁ ତନ୍ତ୍ର ସାଧକ କୁହାଯାଏ। ସାଧାରଣ ଲୋକେ ତାଙ୍କର ପୂଜା କରିବାର ବିଧିବିଧାନ ଜାଣିନଥାନ୍ତି, ତେଣୁ ଘରେ ତାଙ୍କର ମୂର୍ତ୍ତି କିମ୍ବା ଫଟୋ ରଖିବା ଉଚିତ ନୁହେଁ। ମାତା ଲକ୍ଷ୍ମୀଙ୍କର ଠିଆ ହୋଇଥିବା ମୂର୍ତ୍ତି କିମ୍ବା ଫଟୋ, ମାତା ଲକ୍ଷ୍ମୀ ଘରକୁ ସୁଖ ସମୃଦ୍ଧି ଆସିବାର ଦେବୀ ଅଟନ୍ତି। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ମା ଲକ୍ଷ୍ମୀ ଆପଣଙ୍କ ଘରେ ରୁହନ୍ତୁ, ତେବେ ତାଙ୍କର ଠିଆ ହୋଇଥିବା ମୂର୍ତ୍ତି ବଦଳରେ ବସିଥିବା ମୂର୍ତ୍ତିକୁ ରଖନ୍ତୁ। ରାହୁ କିମ୍ବା କେତୁଙ୍କ ଫଟୋ, ସମୁଦ୍ର ମନ୍ଥନ ସମୟରେ ରାହୁ ଏବଂ କେତୁ ଅମୃତ ପାନ କରିଥିଲେ, କିନ୍ତୁ ଏମାନଙ୍କୁ ବିଧ୍ୱଂସକ ମାନାଯାଏ। ସେଥିପାଇଁ ଏହି ଦୁଇ ଜଣଙ୍କର ଫଟୋ କିମ୍ବା ମୂର୍ତ୍ତି ଘରେ ରଖନ୍ତୁ ନାହିଁ। ଘରେ କେବେ ବି ଗୋଟିଏ ଭଗବାନଙ୍କର 3ଟି ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହେଁ। ଯଦି ଘରେ ଏପରି କିଛି ଫଟୋ ରଖିଛନ୍ତି, ତେବେ ଆଜି ହିଁ ତାହାକୁ ଘରୁ ସେହି ସ୍ଥାନରୁ ବାହାର କରିଦିଅନ୍ତୁ ଏବଂ ଅନ୍ୟ କୌଣସି ମନ୍ଦିରରେ ଯାଇ ଦେଇ ଆସନ୍ତୁ। ଏହିସବୁ ଦେବାଦେବୀଙ୍କ ସ୍ଥାନ ମନ୍ଦିରରେ ହୋଇଥାଏ, ତେଣୁ ସେମାନଙ୍କୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତୁ, ଘରେ ନୁହେଁ। ପୁରୁଣା ହୋଇଯାଇଥିବା ଦେବାଦେବୀଙ୍କ ଫଟୋକୁ ବାହାର କରି ନଦୀ କିମ୍ବା ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ। ସେହିସବୁ ସ୍ଥାନରେ ନୂଆ ଫଟୋ ଆଣି ରଖନ୍ତୁ। ଭାଙ୍ଗି ଯାଇଥିବା କୌଣସି ଦେବାଦେବୀଙ୍କ ପ୍ରତିମାକୁ ଘରେ ରଖି ପୂଜାର୍ଚ୍ଚନା କରନ୍ତୁ ନାହିଁ, ତୁରନ୍ତ ବିସର୍ଜନ କରିଦିଅନ୍ତୁ। ପିତୃପୁରୁଷଙ୍କ ଫଟୋ ପୂଜା ଘରେ ରଖିବା ଉଚିତ ନୁହେଁ। ବନ୍ଧୁଗଣ, ପୂଜା ଘରେ ଏହିସବୁ ନିୟମ ମାନିଲେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଭରିଯିବ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା, ତେବେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟରେ ଲେଖନ୍ତୁ, ଜୟ ଜଗନ୍ନାଥ ସ୍ୱାମୀ। ଧନ୍ୟବାଦ। ନମସ୍କାର।